ଆମ ପୁଅ ଫେରିବନି ନା, ତିନି ଜଣ ଫାଶୀ ହିଁ ଦରକାର ଫାଶୀ ମୁଁ ଚାହୁଁନି ତିନି ଜଣ ଫାଶୀ ହିଁ ଦରକାର। ଆଉ କିଛି ମୁଁ କିଛି କହିବାକୁ ଚାହୁଁନି, ଏଇ ତିନି ଜଣ ହିଁ ଅଛନ୍ତି, ତିନି ଜଣ ଫାଶୀ ହିଁ ଦରକାର। ମୁଁ କହିପାରିବିନି, ଆମେ କିନ୍ତୁ ଆମ ପୁଅ ତ ଫେରିବ ତାକୁ ଫାଶୀ ହିଁ ଦରକାର। ନା ସୁରକ୍ଷିତ ନାହିଁ, କଣ ସୁରକ୍ଷିତ? ଝିଅ ଛୋଟ ଛୁଆଙ୍କୁ ଛାଡୁନାହାନ୍ତି, 2-3 ବର୍ଷ ଛୁଆଙ୍କୁ ଛାଡୁନାହାନ୍ତି, କଣ ସୁରକ୍ଷିତ ରହୁଛି? କିଛି ସୁରକ୍ଷିତ ନାହିଁ। ଫାଶୀ ଦରକାର, ଆମର ଫାଶୀ ମୋ ପିଲାଙ୍କୁ ଫାଶୀ, ଆଉ କିଛି ଦରକାର ନାହିଁ। ନା ନା କିଛି ମୋର ନା, ମୋର ଯଦି ଫାଶୀ ନ ହେଲା ବୋଲି ମୁଁ ଶାନ୍ତି ନାହିଁ। ଛୋଟ ଛୁଆଙ୍କୁ ଛାଡୁନାହାନ୍ତି, କି ରାଜଧାନୀ ଅଛି କି ପ୍ରଶାସନ ଅଛି, ସବୁ ଅଛି। ଦେଖନ୍ତୁ, ରାହୁଲ ସହିତ ମୋର ଦୀର୍ଘ ଯେତେ ଭଲ ପିଲା ଥିଲା ସେତେ ଭଲ ମଣିଷ ବି ଥିଲା, ତାର ହାର୍ଟଲି ବହୁତ ଭଲ ପିଲାଟା। ଆଉ ଯୋଉଦିନ ମୁଁ ଶୁଣିଲି ବହୁତ ଦୁଃଖ ଲାଗିଲା, ସକ୍ ଲାଗିଲା। ଏମିତିଆ ଜିନିଷ ଗୋଟେ ଭଲ ପିଲାକୁ ଇଏ କଲୁ ଜାଣିକି ଇଏ ଲାଗୁଛି, ମତେ ବହୁତ ଦୁଃଖ ଲାଗୁଛି ତା ବିଷୟରେ ଲାଗୁଛି। ଆଉ ମୁଁ ଯେତିକି ୟୁଟ୍ୟୁବର୍ସ ମାନଙ୍କୁ ଦେଖିଛି, ଚିହ୍ନିଛି, ମୁଁ ଆଜ ଏ ପିଆର ହିସାବରେ କହିବି, ମୁଁ ତା ସହିତ ଯେତିକି ମିଶିଛି, ମୋ ସହିତ ଯେତେବେଳେ ବି ମିଶେ ନା, ବହୁତ ହସ କଥାବାର୍ତ୍ତା ତାର ସବୁ ଇଏ ଥାଏ। କିନ୍ତୁ ଏବେ ବି ମତେ ବିଶ୍ୱାସ ହେଇପାରୁନି ସେ ଆମକୁ ଛାଡିକି ପଳେଇଛି। ଦେଖନ୍ତୁ, ବାହାଘରର ଯେବେ ଥିଲା, ବାହାଘର ମାସକ ପୂର୍ବରୁ ମୋର ମନେ ଅଛି ମଞ୍ଚେଶ୍ୱର ଥାନାରେ ସିଏ ଗୋଟେ କେସ୍ ଟେ କରିଥିଲେ। ସିଏ ନିଜେ ତାଙ୍କ ତରଫରୁ, ମୁଁ ଯାଇଥିଲି ଯେତେବେଳେ ତାଙ୍କ ଦେଖା ହେଇଥିଲି, ଇଏ କରିଥିଲି। ସେଇ ଟାଇମରେ ଯଦି ସେ ପୂର୍ବ ଶତ୍ରୁତାକୁ ନେଇକି ମାରିଛନ୍ତି, ପ୍ରି ପ୍ଲାନ ଏଇଟା ସବୁ ହେଇଛି, ଏଇଟା ସବୁ ପ୍ରି ପ୍ଲାନ ନହେଲେ ଏଇଟା ହେଇପାରିବନି। ଆଉ ପୁଲିସ ତାର ଏବେ ଯାକେ ବି ଠିକରେ ଇଏ କରିପାରୁନାହାନ୍ତି। ପୁଲିସ ଯଦି ଠିକରେ କରିବେ ତାହେଲେ ଜଣା ପଡିବ। ବହୁତ ୟୁଟ୍ୟୁବର ଆଉ ବ୍ଲଗର ଏଠିକି ଆସିଛନ୍ତି, ସେମାନେ କହୁଛନ୍ତି ଆମେ ମଧ୍ୟ ଆଜି ଡେଟରେ ଶୁଣନ୍ତୁ, ଆଜିକାଲି ଯଦି ଏମିତି ଖୋଲିଆମ ଗୋଟେ ଛୁରୀ ଧରିକି ଗୋଟେ ଲୋକଟାକୁ ମାରି ଦଉଛନ୍ତି, ରାହୁଲ କଣ ଆଉ ଯେ ସାଧାରଣ ଲୋକ ଗୋଟେ ମାରିଦେବେ, ତାହେଲେ ସମସ୍ତେ ଅବଭିୟସଲି ୟୁଟ୍ୟୁବର୍ସ ଆଉ ସମସ୍ତେ ଭୟଭୀତ। ମୁଁ ବି ଭୟଭୀତ ହେବି କି ମୁଁ ରାସ୍ତାରେ ଯାଉଥିବି, ମୋର କିଏ ଶତ୍ରୁ ଥିବ, ମତେ କିଏ ମାରିଦେବ, ଇଏ କରିଦେବ। ପୁଲିସ ତା ପାଇଁ କିଛି କଡ଼ାକଣା କିଛି କରୁନାହାନ୍ତି, ଆଉ ଭଲ ଇନଭେଷ୍ଟିଗେସନ ବି କରୁନାହାନ୍ତି ସେଇଟା ବିଷୟରେ କହୁଛି। ଏତିକି ଦୁଃଖ ଲାଗୁଛି କି ତାକୁ ରାହୁଲ ଯୋଉଠି ବି ଥାଉ, 6 ଦିନ ହବାକୁ ଆସିଲାନି, 28 ତାରିଖ ଫେବୃଆରୀ 28ରେ ମରଲା, ନଭେମ୍ବର 28ରେ ସେ ମାନେ ବହୁତ ଦୁଃଖ। ମାନେ ତାକୁ ମାରିବାର ଯିଏ ବି ଲୋକ ମାରିଛି, 3 ଜଣ ହୁଅନ୍ତୁ କି ତା ପଛରେ ଯୋଉ ବି ଲୋକ ହେଇଛନ୍ତି, ତାଙ୍କୁ ଖୋଜା ଯାଉ, ତାଙ୍କୁ ତାଙ୍କ ଯଦି ସେ ମେନ୍ କଲପ୍ରିଟ ଯଦି ମୋ ସାମ୍ନା ଆସେ, ମୁଁ ଭାଇ ତାକୁ ତ ଆଗ ମାରିବାକୁ ଚେଷ୍ଟା କରିବି, ନହେଲେ ତାକୁ ପଚାରିବି ତୁ କାହିଁକି ମାରିଲୁ, ତୁ କଣ କାରଣ ଥିଲା ତୁ ତାକୁ ମାରିବା। ଯଦି ତୋର ଗର୍ସ ଥିଲା, ଇଏ ଥିଲା, ଆକ୍ଚୁଆଲି ମାରାମାରିରେ କଣଟା ଲାଭ ପାଇଲା? ଗୋଟେ ସ୍ତ୍ରୀଟାକୁ ସେ ସ୍ୱାମୀ ହରେଇଲା ନା। କୃଷ୍ଣ କେତେ ବର୍ଷ 3 ମାସ ହେଇଥିଲା ତାଙ୍କର ବାହାଘରକୁ, 3 ଜଣଙ୍କର। 3 ମାସରେ ତମେ ଏମିତି ମାରିଦଉଛ, ଗୋଟେ ଲୋକଟା ମାରିଦେଲ, ସାମାନ୍ୟ କଣ ବି ରାଗାରୁଗିରେ ତମେ ମାରିଦଉଛ, ଇଏ କରିଦଉଛ। ସେ ପାର୍କିଂ ର ହଉ କିମ୍ବା ଗ୍ୟାସ ର ହଉ କିମ୍ବା ଯାହା ବି ଗଣ୍ଡଗୋଳ ହଉ, ସେ ଯୋଉ ଜିନିଷ ବି ଆଜିକାଲି ରୁମର ଉଠୁଛି ୟା ପାଇଁ ତା ପାଇଁ ଇଏ କରିବା ପାଇଁ। ଆମେ ତ ଆଜି ଆସିଛୁ ଏଠି, ମାନେ ଗୋଟେ ଶ୍ରଦ୍ଧାଞ୍ଜଳିରେ ଆସିଛୁ। ପ୍ରଥମେ ହଉଛି ଭାଇର ଆତ୍ମାକୁ ଶାନ୍ତି ମିଳୁ, କାହିଁକି ନା ସେ ଯୋଉ ଟାଇପର କେବିନ ହେଇକି ତା ଜୀବନଟା ଯାଇଛି, ସେ କେବେ ବି ତା ଆତ୍ମାକୁ ଶାନ୍ତି ମିଳିବନି। ଖାଲି ଆମମାନେ ଏଠିକି ଆସିଛୁ, ସମସ୍ତେ ଏଇ ମାନେ ପ୍ରୋଗ୍ରାମ ଆୟୋଜନ ଏଇଥିପାଇଁ କରିଥିଲୁ ଯେ ଆମ ମାନଙ୍କର ଭଗବାନ ପାଖରେ ଏତିକି ପ୍ରାର୍ଥନା କେମିତି ତା ମାନେ ତା ଆତ୍ମାକୁ ଶାନ୍ତି ମିଳୁ। ସେକେଣ୍ଡ ଜିନିଷ ହଉଛି ତା ସ୍ତ୍ରୀ, ତା ଭଉଣୀ, ତା ପରିବାରକୁ ମାନେ ଭଗବାନ ଏତିକି ତାକୁ ଷ୍ଟ୍ରଙ୍ଗ କରିକି ରଖିଥାନ୍ତୁ, ଏତିକି ଷ୍ଟ୍ରେନ୍ଥ ଦିଅନ୍ତୁ, ଯେମିତି ସିଏ ଏଇ ଯୋଉ ଜିନିଷ ହେଇଛି ତାର ନ୍ୟାୟ ମିଳୁ। ଆଉ ପୋଲିସ ପାଇଁ ଏତିକି, ମାନେ ମୁଁ ଏତେ ବି ବଡ ନୁହେଁ, ମୁଁ କାହାକୁ ସଜେସନ ଦେଇପାରିବି କି କଣ, କିନ୍ତୁ ରିକ୍ୱେଷ୍ଟ କରିପାରିବି ଯେ ଆଜିକାଲି ଯୋଉ ଜିନିଷ ହଉଛି, ରାହୁଲ ଭାଇ ପରେ 3-4ଟା ମର୍ଡର ହେଇସାରିଲାଣି, ତ କଣ ହଉଛି ଭୁବନେଶ୍ୱରରେ, କିଛି କଣ କିଏ ସୁରକ୍ଷା ଦଉଛି? କେହି ବି ନାହିଁ। ଆଉ ଆମ ସେ କେତେବେଳେ ଯିଏ ଯେତେବେଳେ ଯୁଆଡେ ଡାକୁଛନ୍ତି ସେ ପଳେଇ ଯାଉଛନ୍ତି। ତ ଯଦି ଆମ ନିଜ ପାଇଁ ଆମେ ଏଠି ଯଦି ଆସିଛୁ, ଭାଇ ପାଇଁ ତ ଆସିଛୁ, ଆମ ନିଜ ପାଇଁ ବି ଆସିଛୁ, କାହା ପାଇଁ ସୁରକ୍ଷିତ କିଛି ବି ନାହିଁ। ତ ଏଥିପାଇଁ ଟିକେ ବହୁ ପରିମାଣରେ ପୋଲିସ ଆଉ ମାନେ ପ୍ରଶାସନ ଷ୍ଟ୍ରଙ୍ଗ ହଉ, ବାସ୍ ଏତିକି ରିକ୍ୱେଷ୍ଟ।